বুঝেছ বড় রানী, কেবল তম নিজ পুত্র এই রাজ্যের রাজা হবার যোগ্য। নিজ পুত্র থাক বেড়ে গোটাଏ পালিত পুত্রକୁ রাজ্যের রাজা করা যাই পারিবনি। হ্যালো এ সারু রানী স্বরূপা, আরে মো জানিবারে তুমি হচ্ছ উচ্চ শিক্ষিতা ভদ্র মহিলা, তেণুকরি মহারাজ আপনাଙ୍କୁ দ্বিতীয় পত্নী রূপে বিবাহ କରିଛନ୍ତି। ହେଲେ କ'ଣ ଆପଣ ମହାରାଜାଙ୍କୁ ବୁଝାଇ ପାରିଲେ କୋଉଟା ଭୁଲ କୋଉଟା ଠିକ ଏଇ କଥା କ'ଣ ମହାରାଜାଙ୍କୁ କହିପାରିଲେନି? ସେନାପତି ଆପଣ ଭୁଲ ବୁଝିଛନ୍ତି। ଆଜି ମୋ ସ୍ୱାମୀ ଉଚିତ ନ୍ୟାୟ କରିବା ପାଇଁ ଚାଲିଛନ୍ତି। କାହିଁକି ନା ମୋ ବଡ଼ବାପାକୁ ବାହା ହେଇ 10 ବର୍ଷ ବିତି ଯାଇଥିଲା, ଆଉ ମୋତେ ବାହା ହେଇ 5 ବର୍ଷ ବିତି ଯାଇଥିଲା। ହେଲେ ଆମ କୋଳରେ ନଥିଲା ସନ୍ତାନଟିଏ। ତେଣୁକରି ଆମ ଏଇ ଉଦୟନ ରାଜ୍ୟର ଚାଷୀଙ୍କ ଠାରୁ ପୁତ୍ର ତନ୍ମୟକୁ ଆମେ କୋଲେଇ ନେଲୁ। ସେଇଦିନ ଠାରୁ ଆଉ ମା ବାପାର ପରିଚୟ ଦେଇ ସେଇଦିନ ଚନ୍ଦ୍ର ସୂର୍ଯ୍ୟ 10 ଦିଗ 10 ବାରକୁ ସାକ୍ଷୀ ରଖି ଆମେ ସତ୍ୟ କରିଛୁ ଯେ ପୁତ୍ର ତନ୍ମୟକୁ ଆମେ ରାଜସିଂହାସନ ଦେବୁ ବୋଲି। ଆଉ ଯଦି ରାଜସିଂହାସନ ନ ଦେବୁ ତାହେଲେ ଆମ ସତ୍ୟ ଭଗ୍ନ ହେଇଯିବ। ସେନାପତି ସତ୍ୟ ଭଗ୍ନ ହେଇଯିବ। ନ ଦେଖିଲା ଲୋକ ଦେଖ ତୁ ଆଉ ତୋ ସ୍ୱାମୀ କୁଟା ଚକ୍ରାନ୍ତ କରି ଆମ ବାପାକୁ ଏ ରାଜ୍ୟରୁ ବାହାର କରିବା ପାଇଁ ଚାହୁଁଛ ନା? ଆମେ କୁଆଡ଼େ ଯିବୁନି, କେବଳ ମୋ ପୁଅ ଏ ରାଜ୍ୟରେ ରାଜା ହବ। ତମେ ଠିକ ବୁଝିଛ ବଡ଼ ରାଣୀ, କେବଳ ତମ ପୁତ୍ର ହିଁ ଏ ରାଜ୍ୟରେ ରାଜା ହେବ, ଏ ରାଜ୍ୟର ମହାରାଜା। ଏବଂ ତମ ସୌତୁଣୀ ସ୍ୱରୂପା ଦୁହେଁ ମିଶି ତମ ମା ପୁତ୍ର 2 ଜଣଙ୍କ ଉପରେ ଏମାନେ ଏମିତି ଷଡ଼ଯନ୍ତ୍ର କରିଛନ୍ତି ଯେ ତମ ମା ପୁତ୍ର 2 ଜଣଙ୍କୁ ନିଶ୍ଚୟ ରାଜ୍ୟର ବାହାର କରିବେ, ଆଉ ତମକୁ ଏ ଦାଣ୍ଡର ଭିକାରୁଣୀ କରିବେ, ଆଉ ତମ ପୁତ୍ରକୁ ଏ ରାଜ୍ୟର ଭିକାରୀ। ତା ପୂର୍ବରୁ ଆମେ ଏ ରାଜା ଏବଂ ତମ ସୌତୁଣୀ ଦୁହେଁଙ୍କୁ ଦାଣ୍ଡର ଭିକାରୀ ଭିକାରୁଣୀ କରିଦେଲେ କେମିତି ହବ ବଡ଼ ସେନାପତି? ବିଶ୍ୱାସଘାତକ। ଆରେ ରୋମିଓ ସାରେ ମହାରାଜ, ସେନାପତି ଆପଣ ଯେମିତି ଅନ୍ୟାୟ କାର୍ଯ୍ୟ କରୁଛନ୍ତି, ଯେମିତି ଅନୀତି କାର୍ଯ୍ୟ କରୁଛନ୍ତି, ଯେମିତି ଦୁର୍ନୀତି କାର୍ଯ୍ୟ କରୁଛନ୍ତି, କଣ ଯେ ମୁଁ କହିବି ମୋ ପାଟିରୁ କିଛି ଭାଷା ଆସୁନି। ଆରେ ତୁ ଯଦି ଜାଣିଛୁ ତାହେଲେ ସେଇ କଥାଟା ପ୍ରକାଶ କରିଦେ। ହଁ ସାର୍, ମୁଁ ଭଲ ଭାବରେ ଜାଣିଛି ସାର୍। କହିଦେ। ବୁଝିଲ ରାଣୀ ମା, ଯାହାର ନିଜ ସନ୍ତାନ ଥିବ ନିଜ ସନ୍ତାନକୁ ରାଜ୍ୟ ସିଂହାସନ ଦଉନାହାନ୍ତି, ସେଇଟା ରାଜା ନୁହଁ, ସେଇଟା ସ୍ୱାମୀ ନୁହଁ। ବାବା କଣ? ଆରେ ସ୍ୱାମୀ ନାଁରେ ଗୋଟାଏ କୁକୁର। ବିଶ୍ୱାସଘାତକ, ଏପରି କଥା କହିବାକୁ ସାହସ କଲୁ କେମିତି? ଆରେ ତମେ ମାନେ ହେଉଛ ଗୋଟାଏ ମୋ ପାଦ ତଳର ଜୋତା, ତମେ ମାନେ ହେଉଛ ଗୋଟାଏ ମୋ ପୋଷା କୁକୁର। ସେନାପତି ଆପଣ ଠିକ କହିଛନ୍ତି ସେନାପତି, ଆମେ ମାନେ ହଉଛୁ ଆପଣଙ୍କ ଗୋଟାଏ ପୋଷା କୁକୁର। ହେଲେ ଆପଣ ଜାଣି ରଖିବା କଥା ସେନାପତି ପୃଥ୍ୱୀରାଜ, ଯୋଉ କୁକୁର ମାନଙ୍କୁ ଯେଉଁ ମାଲିକ ମାନେ ପୋଷି ପାରି ବଡ କରିଥାନ୍ତି ସେନାପତି ସେଇ ମାଲିକକୁ ସେଇ କୁକୁର ମାନେ କାମୁଡ଼ିଥାନ୍ତି ମହାରାଜ। ସେନାପତି ପୃଥ୍ୱୀରାଜ, ଆଉ ଆମେ ମାନେ ମଧ୍ୟ ଏମିତି ସେମିତି କୁକୁର ନୁହଁ, ଆମେ ହଉଛୁ ମାଲିକ କାମୁଡ଼ିବା ପୋଷା କୁକୁର। ବିଶ୍ୱାସଘାତକ କୁକୁର। ଆରେ ମୁଁ ତତେ ଭଲରେ କହୁଛି, ତୋ ମଥାରେ ଜବାବ ଥିବ ସେ ରାଜ୍ୟ ମୁକୁଟ। ଆଉ ଏଇ ରାଜ୍ୟର ରାଜା ସିଂହାସନ ଛାଡ଼ି ଏ ରାଜ୍ୟ ଛାଡ଼ି ତୁ ଚାଲି କେବେ ମଧ୍ୟ ଦେଇପାରିବିନି ଏଇ ମସ୍ତକରେ ଶୋଭା ପାଉଥିବା ରାଜ୍ୟ କନକ କିରୀଟ। ଦେଇପାରିବ କେବେ ନୁହଁ। ଆଉ ତୁ ଯଦି ଏମିତିରେ ତୋ ମଥାରେ ଶୋଭା ପାଉଥିବା ସେ ରାଜ୍ୟ ମୁକୁଟ ନ ଦେଇଛୁ ତାହେଲେ ତୋ ଠାରୁ ମୁଁ ଚୋରି କରି ଛଡ଼େଇ ଆଣି ତଥାପି ହବାକୁ ଦେବିନି। ହ୍ୟାଲୋ ଏ ବଡ଼ ରାଣୀ, ମାନେ ଆମ କଥା ଏମିତିରେ ବୁଝିବେନି। ଏ ରୋମିଓ, ଆରେ ଦେଖୁଛ କଣ? ଆରେ ମାର ତାକୁ। ସମୟ ହାତରେ ସବି ଖେଳଣା କେଣ ସରିଯାଏ।
ସକ କାହା ମନ କଥା କି ଜାଣିପାରିବ ସମୟ କରୁଛି ଆଜି ବିଚିତ୍ର ବିଚାର ପୁଣ୍ୟ ସଂସାରରେ ପାପର ଘର କିଏ ପର କିଏ ନିଜର ପୁଣ୍ୟ ସଂସାରରେ ପାପର ଘର କିଏ ପର କିଏ ନିଜର ନାଇଁ ତମ ମାନଙ୍କୁ କେବେ ମଧ୍ୟ ଧର୍ମ ସହିବନି ରେ କେବେ ମଧ୍ୟ ଧର୍ମ ସହିବନି अरे अरे वृद्ध राजा अरे कोण कहलु आमको कोण धर्म सहिबनी କେବେ ନୁହ हेलो ए बड़ राणी ହଁ ସେନାପତି ମହାରାଜାଙ୍କ ମଥାରେ ସଭାବା ଥିବା ସେ ରାଜମୁକୁଟ ମୁଁ ଛଡ଼େଇ ଆଣିଛି ଛାଡେଇ ଆଣିଛ ଏଥର ରହିଲା ହଁ। ତମ ସୌତୁଣୀ ଯେତେ ହୀରା ନୀଳାମତି ମାଣିକ ଅଛି ହଁ ସେନାପତି ସବୁତକ ଖୋଲି ଦିଅ ଠିକ ଅଛି କଣ କହିଲୁ ଆମକୁ କଣ ଧର୍ମ ସହିବନି କେବେ ସହିବନି अरे ए वृद्ध राजा এই পুণ্য সংসারের পরা পাপর ঘর জীবন ঠিকনা হুয়ে বাট বনা আগরে অন্ধার পছরে অন্ধার সবু জানি শুনি তথাপি মনি ধর্ম হুয়ে মারে বিশ্বসরে জহর খালি জহর পুণ্য সংসার রে পাপর ঘর কিয়ে পর কিয়ে নিজর পুণ্য সংসার রে পাপর ঘর কিয়ে পর কিয়ে নিজর फैंटास्टिक म्यूजिक मजा आसीगला ना सार अरे अरे ए रुकयो सारे सारे अरे ଆମେ ଯେତେବେଳେ ଏ ରାଜ୍ୟର ମହାରାଜା सार ଏବଂ ଏ ରାଜ୍ୟର ସାନରାଣୀକୁ ରାଜ୍ୟରୁ ଯେତେବେଳେ ବାହାର କରିଦେଇଛୁ हाँ सार अरे ମଜା ତ ଆସିବ ନିଶ୍ଚୟ शिवनाओ ଏ ବଡ଼ ରାଣୀ अरे ଏଇଥର ନିଶ୍ଚୟ ତମ ନିଜପୁତ୍ର ବିନୟକୁ ଏ ରାଜ୍ୟରେ ରାଜା କରେଇ ପାରିବେ हाँ हाँ କେହି ମଧ୍ୟ ପ୍ରତିରୋଧ କରିପାରିବେ पारिबेनी ହେଲେ ତା ପୂର୍ବରୁ ତମକୁ ଗୋଟାଏ କାର୍ଯ୍ୟ କରିବାକୁ ହବ ବଡ଼ ରାଣୀ କାର୍ଯ୍ୟ କରିବାକୁ ହବ अरे कौन सतरी कौन भूली गल सही कथा ମନେ ପଡୁନି अरे हाँ तम पुओ विनय सहित हाँ मो झियो तनुर बाहाघरटा करबाकू हब हाँ सेनापति चतर सेनापति आपण कज हब ए राज्य रे पाटराणी निश्चय हेलो ये बड़ रानी हाँ सेनापति अरे मो झियो जेतबेले तम पुत्र विनय सहित बाहा हेई गणे हेई गले तमे हेई जीव मोर कौन समोतुणी हाँ हाँ और मो हे जीवी तमर समाधि सारे सारे रानी मां को सब संपत्ति मोर हो गला सार हाँ सार अरे अरे ये रुक सार अरे तू पुणी रानी को गोटे हार पिंधि सब संपत्तिर मालिक हो गल हाँ सार अरे नहीं 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 कौन आहुरी मिलिब सार निश्चय मिलिब सार सार अरे प्रथम मो झियो तनु बड़ रानी को निज पुत्र विनय सहित बाहा हो जाओ हाँ सार एमिति आरोरे बड़ रानी तोते पथि पकेबे रोमेओ इरे बापा रे ताहले तो मु लक्षपति दादा हे जीवी आउ हेलो ये बड़ रानी हसनपति किंतु ए बागर को हमको बहुत कम समय संपूर्ण करबा को पड़े पड़िबा काहे कि ना हमें समस्त को राज्य रे बाहर कर दी बाहर कर दैछो ओ से बेले जदी पुणे राज्य को फेरी आसिले
ଫେରି ଆସିଲେ କଥାଟା ଅନର୍ଥ ହେଇଯିବ ତେଣୁକରି ବହୁତ କମ ସମୟରେ এই ବାହାଘରକୁ ସମ୍ପନ୍ନ କରିବ ସେନାପତି ତେଣୁକରି ଆଜିଠାରୁ ସେ କାର୍ଯ୍ୟରେ ଆମକୁ ଲାଗିବାକୁ ପଡ଼ିବ କରିବା ତାହେଲେ ଆସ ବଡ଼ ରାଣୀ ତେବେ ଚାଲନ୍ତୁ ସେନାପତି ଆସ ରୋମିଓ କୋଉଠି ଅଛନ୍ତି ଆଲୋ ଆସନା ମତେ ଟିକେ ଦେଖା ଦିଅ ଚାତକ ସ୍ମତ ହେଇ ବସିଛି ତମ ଆସିବା ପଥକୁ ମୋ ଉପରେ ରାଗିଛ ଅଭିମାନ କରିଛ ନା ତନଲ ପ୍ରକୃତ ଭଲ ପାଇବାରେ ରାଗ ଅଭିମାନ ନଥାଏ ଲୋ ଆଲୋ ଆସନା ମତେ ଟିକେ ଦେଖା ଦିଅ ତନ ଆଲୋ ଏ ତନ আসলো প্রাণ সঙ্গিনী মুখ পদে গুহ লোবাণী প্রাণ সহি প্রিয় সজনী প্রাণ সহি প্রিয় সজনী আসলো প্রাণ সঙ্গিনী প্রাণ সহি প্রিয় সজনী প্রাণ সহি প্রিয় সজনী আসলো প্রাণ সঙ্গী ভালোবানি প্রাণ সঙ্গী সজানি প্রাণ সঙ্গী সজানি অভিমান করনা লো সাহথরে নয়ন করি সাতক সমবসিছি শোনিবাকু বাণী তুমরি অভিমান করনা লো সাহথরে
বাসি শুনে বাসু পারে তোমারি উদয় ভাঙ্গি পড়ুছি নয়ন আশু ঝরুছি আসলো প্রাণ সঙ্গী মুখ পদে কুহলুবাণী প্রাণ সহিতিয়া সজনে প্রাণ সহিতিয়া সজনে ନା ନା ଆଉ ଜୀବନରେ କେବେ ମଧ୍ୟ ଏ ମୋ ପାଟିରେ ତନଙ୍କ ନାମ ନେବିନି। ଆରେ ହଁ ତନଙ୍କ ନାମ ନେବିନି କାହିଁକି ନା ମୋ ବଡ଼ ମା କହିଯାଇଛନ୍ତି ମୋ ସାନ ଭାଇ ବିନୟ ଆଉ ତନଙ୍କ ବିବାହ ପ୍ରସ୍ତାବଟା ଠିକ୍ ହେଇସାରିଛି। ତନ ତ ମୋ ଭାଇ ବୋହୂ ହେବେ ଆଉ କେବେ ନୁହଁ ଆଉ କେବେ ମଧ୍ୟ ମୋ ପାଟିରେ ତନଙ୍କ ନାମ ନେବିନି କେବେ ନୁହଁ। ବିନୟ ଏ ଭାଇ ତମ ଦି ଜଣଙ୍କ ଚଳାପଥ କୁସୁମିତ ହେଉରେ ବିନୟ ବୈବାହିକ ଜୀବନ ମଙ୍ଗଳମୟ ହେଉ ମୁଁ ଭଗବାନଙ୍କ ଠାରେ ମାଗୁଣି କରୁଛି ରେ ବିନୟ ଭଗବାନଙ୍କ ଠାରେ ମାଗୁଣି କରୁଛି। ମୁଁ ତ ଗୋଟିଏ ଜାରଜ এই দুনিয়ার ସମସ୍ତେ ମୋତେ ଜାରଜ ବୋଲି କହୁଛନ୍ତି। ନା ମୋ ବାପାଙ୍କ ପରିଚୟ ନା ମୋ ମାଙ୍କ ପରିଚୟ। ଏ ମଣିଷ ସମାଜରେ ମୁଣ୍ଡ ଟିକେ ବାଟ ଚାଲିବା ପାଇଁ ହେଲେ ଜଣକୁ ପରିଚୟ ଦରକାର କିନ୍ତୁ ଆଜି ମୋ ପାଖରେ ନାହିଁ। ମୁଁ ଗୋଟିଏ ପରିଚୟହୀନ ବ୍ୟକ୍ତିଟିଏ କେତେ ଲୋକଙ୍କ ଅପମାନ ଥଟ୍ଟା ପରିହାସ କେତେ ବା ଶୁଣିବି ଆଉ ପରିଚୟହୀନ ହେଇ ବଞ୍ଚିବା ଅପେକ୍ଷା ମରିଯିବା ଭଲ ହବ। ବିନୟରେ ଆଉ କେବେ ଧରି ଭାଇ ତମ ଦି ଜଣଙ୍କ ମଝିରେ କେବେ ମଧ୍ୟ କଣ୍ଟା ହେଇ ଛିଡ଼ା ହେବିନି। ସବୁଦିନ ପାଇଁ ଅନେକ ଦୂରକୁ ଚାଲିଯିବି ରେ ବିନୟ ଅନେକ ଦୂରକୁ ଚାଲିଯିବି। ଏଇ ଦୁନିଆରେ ପରିଚୟହୀନ ହେଇ ବଞ୍ଚିବା ଅପେକ୍ଷା ମରିଯିବା ଭଲ ହବ। ଆଉ ଆଜି ମୋ ବିଷ ଖାଇ ଜୀବନ ହାରିବି ରେ ବିନୟ ବିଷ ଖାଇ ଜୀବନ ହାରିବି। କେବେ ମଧ୍ୟ ତମ ସାମ୍ନାକୁ ଆସିବିନି। ତମମାନଙ୍କଠୁ ଅନେକ ଦୂରକୁ ଚାଲିଯିବି ରେ ଭାଇ ଅନେକ ଦୂରକୁ ଚାଲିଯିବି। ଏଇଟା ଆଜି ମୋ ବିଷ ଖାଇ ସବୁଦିନ ପାଇଁ ସମସ୍ତଙ୍କ ଠାରୁ ଅନେକ ଦୂରକୁ ଚାଲିଯିବି। ଆରେ ହଁ ଅନେକ ଦୂରକୁ ଚାଲିଯିବି। बड़ भाई ବିନୟ आपण एठी पुणी आपण हाथ पापुली विष ए बड़ भाई ବିନୟ आपणकर जदि किछि जाइथिली मोर कौन होता कहल देखी। बड़ भाई ବିନୟ ए निघन चखर अरण्य मध्य मु आपण को केते जे न खोजी आपणकर जानी ना बड़ भाई मो पर आपण को छड़े मात्र न देखिले रही पारे ବିନୟ मो पर आपण को दंडे मात्र न देखिले कहीं के जाने यही चतुर्थी घटा मत अंधकार लगे। बड़ भाई ବିନୟ आपणकर मन अच्छे बड़ भाई से दिन कथा जो दिन कथा कि आपण हाथ रे हाथ दे आपण मत कथा देइथिले जेते झड़ झंझा जेते बाधा विघ्न आसिले मत एका करके कुआड़े जीविनी बोली
ଆଉ ଆଉ ସବଶେଷରେ ଆପଣ ମୋତେ ଏକା କରିକି ଚାଲି ଆସିଲେ। ତୁମକୁ କ'ଣ ତୁମ ସାନ ଭାଇ ବିନୟର କଥା ମନେ ପଡ଼ୁନଥିଲା? ନାଇଁ ରେ ବିନୟ, ତୁମେ କ'ଣ ସତରେ ମୋତେ ଭୁଲି ଯାଇଛ? ନାଇଁ ରେ ଭାଇ। ବିନୟ, ବଡ଼ ଭାଇ, ତୁ ଠିକ୍ କହୁଛୁ। ସେଦିନ ଯିଏ ତ ସାମ୍ନାରେ, ଯିଏ ତ ହାତରେ ହାତ ଦେଇ କଥା ଦେଇ ଯାଇଥିଲା, ପ୍ରକୃତରେ ସେ ଥିଲା ତ ବଡ଼ ଭାଇ। କିନ୍ତୁ ଆଜି ଯିଏ ତ ସାମ୍ନାରେ ଠିଆ ହେଇଛି, ନା ସେ ତ ବଡ଼ ଭାଇ, ନା ତ ମୋ ସାନ ଭାଇ। ଆପଣ ଏସବୁ କ'ଣ କହୁଛନ୍ତି? ଆମ ଦୁହିଁଙ୍କ ମଧ୍ୟରେ କୌଣସି ସମ୍ପର୍କ ହିଁ ନାହିଁ ରେ ବିନୟ, କୌଣସି ସମ୍ପର୍କ ହିଁ ନାହିଁ। କାହିଁକି ନା ମୁଁ ଗୋଟିଏ ଜାରଜ। এই দুনিয়ার সমস্ত লোকে মতো জারজ বলে কৌଛନ୍ତି রে বিনয়। না ମୋ ବାପାଙ୍କ ପରିଚୟ, ନା ମୋ ମାଙ୍କ ପରିଚୟ, ପରିଚୟହୀନ ବ୍ୟକ୍ତିଟି ରେ ବିନୟ। ମୁଁ ପରିଚୟହୀନ ବ୍ୟକ୍ତିଟି ମୁଁ। ଆପଣ ଏସବୁ କ'ଣ କହୁଛନ୍ତି ବଡ଼ ଭାଇ? ବିନୟ, ଆରେ କିଏ କହିଲେ ଆପଣଙ୍କୁ ଚାରଜ ବୋଲି? ଏ ଦୁନିଆର ସମସ୍ତ ଲୋକ କ'ଣ ଜାଣିନାହାନ୍ତି ଆପଣଙ୍କ ପରିଚୟ? ଆପଣ ଚାରଜ ନୁହନ୍ତି ବଡ଼ ଭାଇ। ଆପଣ ହେଉଛନ୍ତି ଉଦୟନଗର ରାଜା ବିଜୟ ସେନଙ୍କ ଜ୍ୟେଷ୍ଠ ପୁତ୍ର, ମାନେ ମୋ ବଡ଼ ଭାଇ। ତୁମେ ହେଇପାର ଅନ୍ୟ ଜଣ ପାଇଁ ଚାରଜ ସନ୍ତାନ, କିନ୍ତୁ ତୁମ ସାନ ଭାଇ ବିନୟ ପାଇଁ ନୁହଁ, ମୋ ପାଇଁ ହେଉଛନ୍ତି ଆପଣ ମୋ ପୂଜ୍ୟ ଠାକୁର ବିନୟ। ପ୍ରଭୁ ରାମଚନ୍ଦ୍ରକୁ ଯେମିତି ଲକ୍ଷ୍ମଣ ପୂଜା କରେ, ଭକ୍ତି କରେ, ପ୍ରେମ କରେ, ଠିକ୍ ସେମିତି ତୁମ ସାନ ଭାଇ ବିନୟ ମଧ୍ୟ ଆପଣଙ୍କୁ ପୂଜା କରେ, ଭକ୍ତି କରେ, ପ୍ରେମ କରେ। ଆରେ ଏ ବଡ଼ ଭାଇ ବିନୟ, କେତେ ନଈ ନାଳ ପର୍ବତ ଡେଇଁ ଆପଣଙ୍କୁ ଖୋଜିବା ପାଇଁ ଆସିଛି, ଆଉ ଆପଣଙ୍କୁ ପାଇଗଲି ମଧ୍ୟ। ବର୍ତ୍ତମାନ ଚାଲନ୍ତୁ ନା, ପୁଣି ଥରେ ଫେରିଯିବା ଆମେ ଉଦୟନଗରର ରାଜପ୍ରାସାଦକୁ। ବଡ଼ ଭାଇ, ମୁଁ ଆଉ ରାଜପ୍ରସାଦକୁ ଫେରିବିନି ରେ ଭାଇ। ଆପଣ ଜାଣିଛନ୍ତି ବଡ଼ ଭାଇ, ବାପା ପରା ଆପଣଙ୍କୁ ବହୁତ ଭଲ ପାଆନ୍ତି। ଜାଣିଲି ବିନୟ, ସେପଟେ ବାପା ସାନମା ଚାତକ ସମୟ ନେଇ ବସିଛନ୍ତି କି ମୋ ବଡ଼ ପୁତ୍ର ତନ୍ମୟ କେବେ ଫେରିବ ବୋଲି। ବିନୟ, ହଁ ବଡ଼ ଭାଇ, ଆଉ ଆମ ରାଜ୍ୟର ସମସ୍ତ ଜନପ୍ରଜା ମୋତେ ଦେଖିଲା ମାତ୍ରକେ ପ୍ରଶ୍ନ କରୁଛନ୍ତି, କ'ଣ ବୁଲିଲି ବିନୟ? ଆରେ ଏ ବିନୟ, ଆରେ ତୋ ବଡ଼ ଭାଇ ତନ୍ମୟ ଗଲା କୁଆଡ଼େ? ଆରେ କେବେ ଫେରିବ ତୋ ବଡ଼ ଭାଇ ତନ୍ମୟ ରାଜପ୍ରସାଦକୁ? ଆପଣ କୁହନ୍ତୁ ବଡ଼ ଭାଇ, ମୁଁ ସେମାନଙ୍କ ପାଖରେ କି ବୋଲି ଉତ୍ତର ଦେବି? ବଡ଼ ଭାଇ ବିନୟ, ସେନାପତିଙ୍କ ଝିଅ ତନୁ ଆଉ ମୋର ଆମ ଦୁଇ ଜଣଙ୍କର ବିବାହ ପ୍ରସ୍ତାବ ଠିକ୍ ହେଇଥିଲା, ଆଉ ମୁଁ ମଧ୍ୟ ଯାଇଥିଲି ତନୁ ସହିତ ସାକ୍ଷାତ କରିବା ପାଇଁ। ହଁ, ତନୁ ସହିତ ସାକ୍ଷାତ କରି ଜାଣିବାକୁ ପାଇଲି ଯେ ତନୁ ମୋତେ କ'ଣ କହିଲା ଆପଣ ଜାଣିଛନ୍ତି? କ'ଣ କହିଲେ ତନୁ? ପ୍ରକୃତରେ ତନୁ ମୋତେ ଭଲ ପାଏନି ବଡ଼ ଭାଇ। ହେଲେ କାହିଁକି? କାହିଁକି ନା ତନୁ ଭଲ ପାଏ ମୋ ବଡ଼ ଭାଇ ତନ୍ମୟକୁ। ନାଇଁ, ସବୁ ମିଛରେ ବିନୟ, ସବୁ ମିଛ। ବଡ଼ ଭାଇ ବିନୟ, ମୁଁ ଭଲ ଭାବରେ ଜାଣିଛି ତୁମେ ଦୁହେଁ ପରସ୍ପରକୁ ବହୁତ ଭଲ ପାଅ, ଆଉ ମୁଁ ତମ ଦୁଇ ଜଣଙ୍କ ମଝିରେ କଣ୍ଟା ସୃଷ୍ଟି ହେବାକୁ ଚାହେଁନି ବଡ଼ ଭାଇ। ତୁମ ପ୍ରେମକୁ ବିଚ୍ଛେଦ କରି ମୁଁ କେବେ ମଧ୍ୟ ଖୁସିରେ ରହିପାରିବିନି ବିନୟ, ମୁଁ ତୁମକୁ ଦୁଃଖ ଦେଇ କେବେ ମଧ୍ୟ ଶାନ୍ତିରେ ରହିପାରିବିନି ବଡ଼ ଭାଇ। କହୁଛି ପାଗଲା। ବଡ଼ ଭାଇ, ବିନୟ, ତନୁ ଆପଣଙ୍କୁ ବହୁତ ଭଲ ପାଆନ୍ତି। ନାଇଁ ରେ ଭାଇ। ସବୁବେଳେ ଆପଣଙ୍କ କଥା ହିଁ ଭାବୁଛନ୍ତି। ହଁ, କିଛି ଖାଉନାହାନ୍ତି କି କିଛି ପିଉନାହାନ୍ତି, ବିନୟ, ନ ଖାଇ ନ ପିଇ ସେପଟେ ତନୁ ଶୁଖି କଲା କାଠ ପଡ଼ିଗଲେ। ବିନୟ, ଆଉ ମୁଁ ତନୁକୁ କଥା ଦେଇକି ଆସିଛି ତନୁଙ୍କର ମନର ମଣିଷକୁ ଫେରେଇ ନେବି ବୋଲି। ନାଇଁ, ତନୁଙ୍କର ହୃଦୟର ଦେବତାକୁ ଫେରେଇ ନେବି ବୋଲି। ନାଇଁ ରେ ବିନୟ, ଏ ବଡ଼ ଭାଇ, ବିନୟ,
ମୁଁ ଆପଣଙ୍କ ପାଖରେ ହାତ ଯୋଡ଼ି ନେହୁରା ହେଉଛି ଦୟାକରି ଆପଣ ମୋ ସାଥିରେ ଘରକୁ ଚାଲନ୍ତୁ ନା ବଡ଼ ଭାଇ। ବଡ଼ ଭାଇ ଆପଣ କ'ଣ ମୋ ସାଥିରେ ଘରକୁ ଯିବେନି? କହିଲି ପରା ଯିବିନି ବୋଲି। ଏହା କ'ଣ ଆପଣଙ୍କର ଶେଷ ନିଷ୍ପତ୍ତି? ଆରେ ହଁ, ଏହା ମୋ ଶେଷ ନିଷ୍ପତ୍ତି। ହରି ବିନୟ, ଏହା ମୋ ଶେଷ ନିଷ୍ପତ୍ତି। ବଡ଼ ଭାଇ ବିନୟ, ତାହେଲେ ଏଇଟା ହେଉଛି ଆପଣଙ୍କର ଶେଷ ନିଷ୍ପତ୍ତି। ହରି ବିନୟ, ଏହା ମୋ ଶେଷ ନିଷ୍ପତ୍ତି। ତାହେଲେ ମୋର ଶେଷ ନିଷ୍ପତ୍ତି ମଧ୍ୟ ଶୁଣି ରଖନ୍ତୁ ବଡ଼ ଭାଇ। ବିନୟ, ତୁମେ ଯଦି ରାଜପ୍ରସାଦକୁ ଯିବନି ତାହେଲେ ମୁଁ ମଧ୍ୟ କୁଆଡ଼େ ଯିବି? ନାଇଁ ରେ ବିନୟ, ତୁମେ ଯୁଆଡ଼େ ଯିବ ତୁମ ସାନ ଭାଇ ବିନୟ ମଧ୍ୟ ସିଆଡ଼େ ଯିବ। ନାଇଁ ରେ ବିନୟ, ତୁମେ ଯୋଉଠି ରହିବ ମୁଁ ମଧ୍ୟ ସେଇଠି ରହିବି। ନାଇଁ ରେ ପାଗଲା, ତୁମେ ଯାହା ଖାଇବ ମୁଁ ମଧ୍ୟ ତାହା ଖାଇବି। କାହିଁକି ନିଜକୁ କଷ୍ଟ ଦେବୁ କହିଲୁ ଦେଖି? ତୁମ ଚରଣ ଯୁଗଲେ ସଦା ସର୍ବଦା ଦାସ ହୋଇ ପଡ଼ି ରହିଥିବି ଜ୍ୟେଷ୍ଠ ଭ୍ରାତ। ତୁମ ଚରଣ ଯୁଗଲେ ସଦା ସର୍ବଦା ଦାସ ହୋଇ ପଡ଼ି ରହିଥିବି। ଧନ୍ୟ ଧନ୍ୟ ତ ସ୍ନେହ, ଧନ୍ୟ ତ ଭଲ ପାଇବା। ଆଜି ମୁଁ ତ ଭଲ ପାଇବା ପାଖରେ ମୁଣ୍ଡ ନଉଛି ବିନୟ, ମୁଣ୍ଡ ନଉଛି। ମୁଁ ତ କହିବି ହେ ଠାକୁରୀ, ସମସ୍ତଙ୍କ ଜୀବନରେ ଏଭଳି ଗୋଟେ ଭାଇ ଦିଅନ୍ତୁ ସଦା ସର୍ବଦା ସ୍ନେହ ମମତାର ଡୋରିରେ ବନ୍ଧା ହୋଇ ରହିବ। ମୁଁ ତ କହିବି ହେ ଠାକୁରୀ, ସବୁଦିନ ପାଇଁ ଯୁଗ ଯୁଗ ପାଇଁ এই ভাতৃত্ব প্রেম বঞ্চিত হই রহু ঠাকুরে, বঞ্চিত হই রহু। ভাতৃত্বর প্রেম আজি দেখরে সময়, দৈবর আশীর্বাদ পাইছি বিনয়। ভাতৃত্বর প্রেম আজি দেখরে সময়, দৈবর আশীর্বাদ পাইছি বিনয়। বিনসরে এ সংসারে রাতি পাহি যায়, চিনে নাহি ভাতৃ প্রেম এই দুনিয়ারে। স্নেহর বন্ধনে আজি তন্ময়, এ সময় এ সময় এ সময় পাইলি মো সুখর সংসার, পাইলি মো সুখর সংসার। এ সময় পাইলি মো সুখর সংসার, পাইলি মো সুখর সংসার। আলো এ স্বরূপা, এতে বড় দুনিয়ারে কুয়াড়ে ଯିବୁ, କ'ଣ କରିବୁ? ମୋତେ ତ କିଛି ବୁଦ୍ଧି ବାଟ ଦେଖାଯାଉନି ଲୋ। ମୋ ଉପାୟଟା ଶୂନ୍ୟ ହେଇଯାଇଛି ସ୍ୱରୂପା, ମୁଁ ନିରୁପାୟ ହେଇଯାଇଛି ସ୍ୱାମୀ, ସ୍ୱରୂପା। ଏ ଦୁନିଆରେ ବଞ୍ଚି ଆଉ କିଛି ଲାଭ ନାହିଁ ସ୍ୱାମୀ। ସ୍ୱରୂପା, ହଁ, କ'ଣ କହୁଛ ନା? ଚାଲ ସ୍ୱାମୀ, ଦୁହେଁ ମିଶି ବିଷ ଖାଇ ମରିଯିବା। ସ୍ୱରୂପା, ଆମେ ଯଦି ବିଷ ଖାଇ ମରିଗଲେ
तन्मय विनय जदि से उदयनगर राज्य उआस को फेरी आसिले से कहार हो बंचे लो से कौ सहारा बंचे ना स्वरूप तुम सेमिति कहनी जेमिति हेले मध्य यही दुनिया रे आमको बंची रहिबाकू हबो किछि गोटे उपाय स्थिर कर स्वरूपा जेमिति कि यही दुनिया रे हमें बंची रहिबू स्वामी स्वरूपा आउ कौन करिबा स्वामी जहार पथ चाहि चाहि अनेक दिन बीती गला स्वरूपा हेले न पाइलु तार किछि संधान हाँ स्वरूपा सेति पई कहू स्वामी चलो चलो स्वामी आमे दुहे मिसे विष खाई मरी नहीं स्वरूपा किछि गोटे उपाय स्थिर कर हाँ स्वरूपा आमे बंचिबाकू चाहू जेमिति हेले मध्य एई दुनिया रे हमकू बंची रहिबाकू हबो बंची रहिबाकू हेले आमको किछि खाइबाकू हबो हाँ स्वरूपा हेले आम पाखर तो किछि खाइबा नहीं नहीं स्वरूपा स्वामी ताहले कौन करिबा स्वरूपा हेले आपण उपाय खोजछन्ति ना स्वामी हाँ स्वरूपा हेले उपाय अछि स्वामी उपाय अछि हाँ की उपाय अछि लो स्वामी स्वरूपा एई गाँ दांडरे बुली बुली माउसी मानंकु भिक मागी आम पेट पोषिबाकू हबो स्वामी नहीं स्वरूपा उदयनगर नरेश राजा विजय सेन से पुणी गाँ गाँ दांड दांड घर घर बुली भिक्षा मागिब नाई स्वरूपा किछि उपाय स्थिर कर लो आउ किछि अन्य उपाय स्थिर कर नहीं स्वामी यह हूँ आम शेष उपाय स्वरूपा जदि आम माउसी मानंकु भिक मागी पेट न पोषिबु स्वरूपा ताहले आम निश्चय मरी जीवु स्वामी आम मरी जीवु हाँ स्वरूपा 4 दिन है किछि खाइनी भोग उपवास देह प्राण मोर क्लांत हेलानी चलवाकू देहरे आउ टिके शक्ति नहीं स्वामी तम उपाय अनुजाई जेमिति हेले मध्य आमको यही दुनिया रे बंची रहिबाकू हबो हे माँ माउसी माने यही बुढ़ा भिकारीटा आपण पाखरे नेहुरा हेउछि माँ यही बुढ़ा भिकारीटे को किछि खाइबाकू दियो माँ भगवान आपणकर मंगल करिवे माँ भगवान आपणकर मंगल करिवे भिक्षा दियो गो जननी भिक्षा दियो तम द्वारे आसी भिक्षा मागु अछि तम द्वारे आसी भिक्षा मागु अछि गोटे भिखारी पुआ गो जननी मो गोटे भिखारी पुआ भिक्षा मुठे दियो माँ भगवान आपणकर मंगल करिवे माँ सदा सर्वदा आपण घंटा घड़ी रखिथिबे भगवान आपणकर मंगल करिवे भिक्षा मोटे देई दिले गो जननी भिक्षा मोटे देई दिले पुण्य अरजन ए जीवन पुण्य अरजन ए जीवन धन्य वैकुंठ मिले गो जननी वैकुंठ मिले भगवान आपणकर मंगल कर भगवान आपणकर मंगल
সরি গো জননী রাজা বিজয়কে সরি কপাললে কে করিব কপাললে কে করিব চাঁদর হারি গো জননী চাঁদর হারি দিয় অর্ণ বস্ত্র দান গো জননী দিয় অর্ণ বস্ত্র দান দেখিলে পাই পুরাণ হই দেখিলে পাই পুরাণ হই দেবেন্দ্র হীন দেবেন্দ্র হীন ଖାଇବାକୁ ଦିଅ ମା। ଚାରିଦିନ ହେଲା ଭୋକ ବସିନି। ପେଟ ମଦଳି ପଡ଼ିଯାଉଛି ମା। କିଛି ଖାଇବାକୁ ଦିଅ। বিনয় বড় ভাই আগରୁ କେବେ ଦେଖିନଥିଲି ଉଦୟନଗରରେ ଦିନ ଦରିଦ୍ର ଭିକ୍ଷୁକ କିନ୍ତୁ ଆଜି ନିଜ ଚକ୍ଷୁରେ ଦେଖିପାରୁଛୁ ତ ଆପଣ ଠିକ କହିଛନ୍ତି ବଡ଼ ଭାଇ ମୁଁ କେବେ ହେଲେ ଦେଖିନଥିଲି ଆମ ଉଦୟନଗରୀରେ ଦୁଃଖୀ ଦରିଦ୍ରମାନେ ଅଛନ୍ତି ବୋଲି ହେଲେ ଆଜି ନିଜ ସଚକ୍ଷୁରେ ଦେଖିପାରୁଛି ହେଲେ ବଡ଼ ଭାଇ ବିନୟ ଆମ୍ଭେ ହେଉଛୁ କ୍ଷତ୍ରିୟ ପୁତ୍ର ହଁ ଆମ୍ଭେ ହେଉଛୁ ବୀରପୁତ୍ର ବୀରପୁତ୍ରର କର୍ତ୍ତବ୍ୟ ହେଲା ଅସହାୟ ନାରୀ ପ୍ରତି ସାହା ହେବା ଆଉ ଭିକାରୀକୁ ଭିକ ଦେବା ତୁ ଠିକ କହିଛୁ ବିନୟ କ୍ଷତ୍ରିୟ କୁଳେ ଯେତେବେଳେ ଜନ୍ମ ଲାଭ କରିଛେ କ୍ଷତ୍ରିୟର ଧର୍ମ ହେଲା ଭିକାରୀକୁ ଭିକ ଦେବା ଆଉ ଅସହାୟ ନାରୀ ପ୍ରତି ସାହା ହେବା ହେଲେ ବିନୟ ଏ ଭିକ୍ଷୁକ ମଉସାଙ୍କୁ ଦେବା ପାଇଁ କିଛି ପାଉଣା ରଖିଛୁଟି ଆପଣଙ୍କ ପାଖରେ କ'ଣ ସେ ଭିକ୍ଷୁକ ମଉସା ମାଉସୀଙ୍କୁ ଦେବା ପାଇଁ କିଛି ପାଉଣା ନାହିଁ ନାଇଁ ରେ ବିନୟ ବଡ଼ ଭାଇ ବିନୟ ମୋ ପାଖରେ ମଧ୍ୟ ସେ ଭିକ୍ଷୁକ ମଉସା ମାଉସୀଙ୍କୁ ଦେବା ପାଇଁ କିଛି ପାଉଣା ନାହିଁ କ'ଣ କହୁଛୁ ତୁ ତାହେଲେ କ୍ଷତ୍ରିୟ କୁଳର ମର୍ଯ୍ୟାଦା ରଖିପାରିବାଟି ବଡ଼ ଭାଇ ହଁ କ୍ଷତ୍ରିୟ କୁଳର ମର୍ଯ୍ୟାଦା ନିଶ୍ଚୟ ରଖିବ ହେଲେ କେମିତି ବିନୟ ଆରେ ଏଇ ଦେଖ ବଡ଼ ଭାଇ ହଁ ଆମ ଦୁଇ ଜଣଙ୍କ ଗଳାରେ ସୁବର୍ଣ୍ଣର ମାଳ ଅଛି ଛୋଟ ଥିଲାବେଳେ ବାପା ଆମକୁ ଦେଇଥିଲେ ଆରେ ହଁ ତ ଏଇ ସୁବର୍ଣ୍ଣ ମାଳଟାକୁ ସେଇ ଭିକ୍ଷୁକ ମଉସା ମାଉସୀମାନଙ୍କୁ ଦେଇଦେବା ନା କ'ଣ କହୁଛନ୍ତି ତୁ ଠିକ କହିଛୁ ବିନୟ ଠିକ ସମୟରେ ମନେ ପକେଇ ଦେଇଛୁ ଆତିବି ହେ ଭିକ୍ଷୁକ ମଉସା ବାବୁ ଆପଣଙ୍କୁ ଦେବା ପାଇଁ ଆମ ପାଖରେ କିଛି ପାଉଣା ନାହିଁ ହଁ ବାବୁ ଆମେ ଯାହା ଦେବୁ ଆପଣ ସହସ୍ତରେ ଗ୍ରହଣ କରି ନେବେ ନିଶ୍ଚୟ ବାବୁ ଆପଣ ଯାହା ଦେବେ ଆମେ ସହସ୍ରରେ ନିଶ୍ଚୟ ଗ୍ରହଣ କରିବୁ ତାହେଲେ ହେ ନିଅନ୍ତୁ ଭିକ୍ଷୁକ ମଉସା ହଁ ବାବୁ ଶ୍ରଦ୍ଧାର ସହିତ ଗ୍ରହଣ କରି ନିଅନ୍ତୁ ନିଶ୍ଚୟ ବାବୁ ତାହେଲେ ଆପଣ ଦିଅନ୍ତୁ
ବିନୟ ଆମ ଦି ଜଣଙ୍କର ସୁବର୍ଣ୍ଣମାଳାକୁ ଦେଖି ଏମାନେ ଏମିତି ହଠାତ୍ ଚମକି ପଡ଼ିଲେ ଯେ ହେ ଭିକ୍ଷୁକ ମଉସା, ବାବୁ ଆମ ଦୁଇ ଭାଇଙ୍କର ସୁବର୍ଣ୍ଣମାଳାକୁ ଦେଖି ଆପଣ ଏମିତି ହଠାତ୍ ଚମକି ପଡ଼ିଲେ ଯେ ହଁ ବାବୁ, ଏଇ ସୁବର୍ଣ୍ଣ ମାଲଟାକୁ ଦେଖି ଆମେ ଚମକି ପଡ଼ିଲୁ। ହେଲେ କାହିଁକି ହେଲେ କାହିଁକି ଜାଣିଛ? ଏଇ ସୁବର୍ଣ୍ଣ ମାଲଟା ହଉଛି ସେଇ ଉଦୟନଗର ନରେଶ ରାଜା ବିଜୟ ସେନଙ୍କ କନିଷ୍ଠ ପୁତ୍ର ବିନୟର। ଆଉ এই সুবর্ণমালাটা হচ্ছে সেই উদয়নগরের জ্যেষ্ঠ পুত্র তন্ময়র। ହଁ ବାବୁ, ବଡ଼ ଭାଇ ବିନୟ এই ଭିକ୍ଷୁକ ମଉସା ମାଉସୀ ଆମ ଦି ଜଣଙ୍କର ପରିଚୟ ଜାଣିଲେ କେମିତି? ହରି ବିନୟ ପ୍ରକୃତରେ ମାନେ କିଏ? ହେ ଭିକ୍ଷୁକ ମଉସା, ବାବୁ ଆମ୍ଭେ ହଉଛୁ ସେଇ ଉଦୟନଗରୀର ତନ୍ମୟ ଆଉ ବିନୟ। ହଁ ବାବୁ, ହେଲେ ଆପଣ କିଏ? ଆଉ ଆପଣ ଆମ ଦି ଜଣଙ୍କର ପରିଚୟ ଜାଣିଲେ କେମିତି? ପ୍ରକୃତରେ ତୁମ ପରିଚୟ? ବାବୁ ମଉସା, ଆମେ ଯୋଉଠି ଥାଉ ସେଇଟା ଆମ ଘର, ଯୁଆଡ଼େ ଯାଉ ସେଇଟା ହିଁ ଆମ ଗାଁ। ଆଉ କ'ଣ ଭିକାରୀ ଲୋକଙ୍କର କ'ଣ ପରିଚୟ ଥାଏ? ଭିକ୍ଷୁକ ମଉସା, ବାବୁ ମଣିଷ କେବେ ଜନ୍ମରୁ ଭିକ୍ଷୁକ ସାଜିନି। ହଁ ବାବୁ, ହଁ ମଉସା, ମଣିଷ କେବେ ଜନ୍ମରୁ ଭିକ୍ଷୁକ ସାଜିନି। ତାକୁ ପରିସ୍ଥିତି ବାଧ୍ୟ କରି ହାତରେ ଭିକ୍ଷା ଥଳ ଧରି ବାବୁ ଦ୍ୱାର ଦ୍ୱାର ଦାଣ୍ଡ ଦାଣ୍ଡ ବୁଲି ଭିକ୍ଷା ବୃତ୍ତି କରିବା ପାଇଁ। ହଁ ବାବୁ, ଆପଣଙ୍କର ତ ନିଶ୍ଚୟ କିଛି ପରିଚୟ ଥିବ ନା ମଉସା? ବାବୁ ଭିକ୍ଷୁକ ମଉସା, ହଁ ବାବୁ, ଆପଣଙ୍କ ପରିଚୟ କୁହନ୍ତୁ ନା। ଆମ୍ଭେ ବେନି ଭାଇ ଆପଣଙ୍କୁ ନିଶ୍ଚୟ ଭାବରେ ସାହାଯ୍ୟ କରିବୁ। ସତ କହୁଛ? ହଁ ମଉସା, ହେଲେ ଆମ ପରିଚୟ ଶୁଣିବାକୁ ତମ ମାନଙ୍କର ସେତିକି ଧୈର୍ଯ୍ୟ ଅଛି ତ? ମଉସା ବାବୁ ଦୟାକରି ଆପଣ ଆପଣଙ୍କ ପରିଚୟ କୁହନ୍ତୁ ନା ମଉସା। ହଁ ବାବୁ, ତାହେଲେ ଶୁଣ ଆମ ପରିଚୟ। ମୁଁ ହଉଛି ସେଇ ଉଦୟନଗରର ସେଇ ହତଭାଗା ରାଜା ବିଜୟ କେଶରୀ। ଆଉ ମୁଁ ହଉଛି ସେଇ ଉଦୟନଗରର ଅଭାଗିନୀ ସାନରାଣୀ ସ୍ୱରୂପା। ହରେ ଧନ, ଉଦୟନଗର ନରେଶ ରାଜା ବିଜୟ ସେନ ଆଜି ପୁଣି ଭିକ୍ଷୁକ ବେଶରେ। ବାପା ଏମିତି କେମିତି ହେଲା ବାପା? ଆରେ ଧନ, ବାପା ସେଦିନ ଦେବଦେବ ମହାଦେବଙ୍କ ଯୋଉ ଜାଗର ରାତ୍ରି ଥିଲା, ସେଇ ପୂଜା ଉତ୍ସବର ନିମନ୍ତେ ତମେମାନେ ଆଣିବାକୁ ଗଲ ସେ ନିଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା ସେ ପୁଷ୍ପ ଉଦ୍ୟାନକୁ ସ୍ୱର୍ଣ୍ଣ ଚମ୍ପା ଫୁଲ। ହେଲେ ସେଇ ନିଘଞ୍ଚ ଜଙ୍ଗଲ ମଧ୍ୟରୁ ତ ବିନୟ ସ୍ୱର୍ଣ୍ଣ ଚମ୍ପା ଫୁଲଟା ନେଇକି ଆସିଲା। ହେଲେ ତୁ ଫେରିଲୁ ନାହିଁ ଆଉ ରାଜ ଉଆସକୁ। ମୁଁ ବିନୟଠୁ ଶୁଣିବାକୁ ପାଇଲି ସେଇ ପୁଷ୍ପ ଉଦ୍ୟାନରେ ସେନାପତିଙ୍କ ଝିଅ ସହିତ ତୋର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ସେଇ ପ୍ରେମ ସମ୍ପର୍କକୁ ସହ୍ୟ କରି ନ ପାରି ସେନାପତି ପୃଥ୍ୱୀରାଜ ଆଉ ରୋମିଓ ଲାଲା ଆଉ ତୋ ବଡ଼ ମା ସୁରେଖା ତୋତେ ଅନେକ କଷ୍ଟ, ଅନେକ ଯନ୍ତ୍ରଣା, ଅନେକ ମାଡ଼ ମାରି ରାଜ୍ୟରୁ ବିତାଡ଼ିତ କରିଦେଲେ। ଆଉ ସେଇ ସବୁ କଥାକୁ ସହ୍ୟ କରି ନ ପାରି ବିନୟ ମଧ୍ୟ ତୋତେ ଖୋଜିବାକୁ ଗଲା ମାତ୍ରକେ ସେଇ ଧନ ସମ୍ପଦ ଲୋଭରେ ସେନାପତି ପୃଥ୍ୱୀରାଜ ଆଉ ରୋମିଓ ଲାଲା ଆଉ ବଡ଼ରାଣୀ ସୁରେଖା ଆମକୁ ମଧ୍ୟ ଅନେକ କଷ୍ଟ, ଅନେକ ଯନ୍ତ୍ରଣା, ଅନେକ ମାଡ଼ ମାରି ରାଜ୍ୟରୁ ବିତାଡ଼ିତ କରିଦେଲେ। ରାଜ୍ୟରୁ ବିତାଡ଼ିତ କରିଦେଲେ। ସେଇ ଦିନଠୁ ଗାଁ ଗାଁ, ଘର ଘର, ଦ୍ୱାର ଦ୍ୱାର ବୁଲି ଭିକ୍ଷା ମାଗି ମାଗି ପଶୁଅଛୁ ପେଟ।
ଆମକୁ କ୍ଷମା କରିଦିଅନ୍ତୁ ବାପା। ବିନୟ ଆମକୁ କ୍ଷମା କରି ଦିଅନ୍ତୁ। ତନ୍ମୟ ଆଜି ଆପଣଙ୍କ ଏ ଭିକ୍ଷୁକ ବେଶ ଦେଖି ଆମେ ଆପଣଙ୍କୁ ଚିହ୍ନି ପାରିଲୁନି। ତନ୍ମୟ ଆପଣଙ୍କୁ ଆପଣଙ୍କ ଏ ଦି ହତ ଭାଗା ପୁଅ ଚିହ୍ନି ପାରିଲୁନି। ତନ୍ମୟ ଆମକୁ କ୍ଷମା କରିଦିଅନ୍ତୁ ବାପା। ହରେ ଧନ ଆମକୁ କ୍ଷମା କରିଦିଅନ୍ତୁ। ହରେ ତନ୍ମୟ ବିନୟ ପିତା ପୁତ୍ରର ମିଳନ ପିତା ପୁତ୍ରର ମିଳନ ଦେଖରେ ଦଇବ ତୋ ଆଶିଷେ ପାଇଅଛୁ ବିନୟ ତନ୍ମୟ দোষ করিব মার্জন দোষ করিব মার্জন পশু শরণ কুণ্ডাই ধরিলে বেনি নন্দন কুণ্ডাই ধরিলে বেনি নন্দন মুন্ড আউতি মুখে দেলে চুম্বন বেনি নন্দন বাপা বিনয় ଯାହା ହବାର ଥିଲା ତ ହେଇଯାଇଛି ବାପା। ହରେ ଧନ ବର୍ତ୍ତମାନ ଚାଲନ୍ତୁ ପୁଣି ଥରେ ଫେରିଯିବା ଉଦୟନଗର ରାଜପ୍ରସାଦ। ବିନୟ ଆଉ ସେ ମୂର୍ଖ ସେନାପତିକୁ ଉଚିତ ଦଣ୍ଡବତୀ ଶାସ୍ତି ଦେଇ ରାଜ୍ୟରୁ ବିତାଡ଼ିତ କରିଦେବା। ନା କ'ଣ କହୁଛନ୍ତି ବଡ଼ ଭାଇ? ତୁ ଠିକ କହିଛୁ ରେ ବିନୟ। ଦୋଷୀକୁ ଦଣ୍ଡ ଦେବାର ସମୟଟା ଆସିଯାଇଛି। ବାପା ଭୟ କରିବାର ପ୍ରଶ୍ନ ଉଠିବନି। ଆଜି ଆପଣଙ୍କ ସାମ୍ନାରେ ଆପଣଙ୍କ ଦୀପ ଛିଡ଼ା ହେଇଛନ୍ତି। ହରେ ଧନ ଚାଲନ୍ତୁ ଆମେ ପୁଣି ଥରେ ଫେରିଯିବା ସେ ଉଦୟନଗର ରାଜପ୍ରସାଦ। ଆସନ୍ତୁ ବାପା ଆସନ୍ତୁ। ହରେ ଧନ ହଳ ଏ କର। ଆରେ ମୁଁ ତତେ ବାରମ୍ବାର ବୁଝାଇଛି। ଆରେ କେତେ ବୁଝାଇଛି? ମୁଁ ତତେ ବାରମ୍ବାର କହିଛି ବାପା ସେ ତନ୍ମୟକୁ ଛାଡ଼ି ବିନୟ ସହିତ ବାହା ହେବାକୁ ପଡ। ହଉ ତୁ ଯେ ବାରମ୍ବାର କହିଲା ସତ୍ୟ ମଧ୍ୟ ମୋ କଥା ବୁଝୁନୁ କେମିତି? ଆରେ ମୁଁ ତତେ ଶେଷ ଥର ପାଇଁ କହୁଛି ତତେ ସେ ତନ୍ମୟକୁ ଭୁଲି ବିନୟକୁ ବାହା ହେବାକୁ ହେବ। ବାପା ମୁଁ ବିନୟ ସହିତ କଦାପି ବାହା ହେଇପାରିବିନି ବାପା। ମୁଁ ବାହା ହେବି ତ ତନ୍ମୟକୁ ବାହା ହେବି। ହଁ ବାପା ମୁଁ ବାହା ହେବି ତ ତନ୍ମୟକୁ ବାହା ହେବି। ଅଲକ୍ଷଣୀ ଆରେ ମୁଁ ତତେ ବାରମ୍ବାର କହିସାରିଛି। ଆରେ ସେ ତନ୍ମୟକୁ ଭୁଲି ବିନୟ ସହିତ ବାହା ହେବାକୁ ହେବ। ହଉ ତୁ ଯଦି ବିନୟକୁ ବାହା ନ ହେଇଛ ତାହେଲେ ଭୁଲିଯିବି ଯେ ତୁ ମୋର ଝିଅ ବୋଲି। ବାପା ମୁଁ ତତେ ବାରମ୍ବାର ଶେଷ କରିଦେବି ବାପା ଛାଡ଼ିବିନି। ଅଲକ୍ଷଣୀ ସେନାପତି ପୃଥ୍ୱୀରାଜ ଅସଭ୍ୟ କୁଳାଙ୍ଗାର ମୁଁ ଭଲ ଭାବରେ ଜାଣିଛି ତୁ ମୋ ସୁନାର ସଂସାରକୁ ଛାତ୍ର। ଆରେ ତୁ ମଣିଷ ନୁହଁ, ତୁ ହଉଛୁ ଗୋଟାଏ ମଣିଷ, ତୁ ହଉଛୁ ଗୋଟାଏ ପଶୁ, ତୁ ହଉଛୁ ଗୋଟାଏ ରାକ୍ଷସ। ଏପଟେ ସେପଟେ କଥାବାର୍ତ୍ତା ହଉଛି। ଆରେ କଥାଟିକୁ ବୁଝିବାକୁ ଚେଷ୍ଟା କର। ମୁଁ ଯାହା କହୁଛି ଭଲ ଭାବରେ ସୁସ୍ଥ ମସ୍ତିଷ୍କରେ ବୁଝିବାକୁ ଚେଷ୍ଟା କର। କ'ଣ କହିବାର ଅଛି ଶୀଘ୍ର କହ। ଆରେ ତୋ ମା ଚାହୁଁଛନ୍ତି, ହଁ ମୁଁ ମଧ୍ୟ ଚାହୁଁଛି ତୁ କେମିତି ମୋ ଝିଅ ତନୁକୁ ବାହା ହେଇ এই উদয়গড় সাম্রাজ্যের রাজা হই সুখরে সংসার করিবে। আরে এইটা তো মা মধ্যে চাହୁଛନ୍ତି ও মো মধ্যে চাହୁଛି। আরে এ বাপা বিনয়, আরে কো বাপা মানে
को पुओ झीकर केवळे अमंगल चाहते सदा सर्वदा से मंगल ही चाहते और आम मैंने तुम दी जनकर मंगल चाहु ए बापा अरे तू तनुक भाई खुश सुखरे संसार कर ନାଇଁ କେବେ ନୁହଁ ମୁଁ କେବେ ମଧ୍ୟ ତୁମ କଥାରେ ରାଜି ହେଇପାରିବିନି କାହିଁକି ନା ମୋ ବଡ଼ ଭାଇ ତନ୍ମୟ ଆଉ ତମ ଝିଅ ତନୁ ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି ଆଉ ମୁଁ ତାଙ୍କ ଦୁଇ ଜଣଙ୍କ ମଝିରେ କଣ୍ଟା ସୃଷ୍ଟି ହେବାକୁ ଚାହିଁନି ଆଉ ରହିଗଲା ଏ ରାଜ୍ୟରେ ରାଜା ହେବା କଥା ଯେତେବେଳେ ମୋ ବାପା ସୂର୍ଯ୍ୟ ଚନ୍ଦ୍ର ଦଶ ଦିଗ ଦଶ ପାଳକୁ ସାକ୍ଷୀ ରଖି ସତ୍ୟ କରିଛନ୍ତି ମୋ ବାପାଙ୍କ ସତ୍ୟ ଭଗ୍ନ କରିବାକୁ ମୁଁ କେବେ ମଧ୍ୟ ଦେବିନି ମୋ ବାପାଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ନିଷ୍ପତ୍ତି ମୋ ବାପାଙ୍କ ଆଦେଶ ଅନୁସାରେ ମୋ ବଡ଼ ଭାଇ ରାଜ୍ୟରେ ରାଜା ହେଲେ ମୁଁ ତାଙ୍କୁ ରାଜକାର୍ଯ୍ୟରେ ନିଶ୍ଚିତ ଭାବରେ ସାହାଯ୍ୟ କରିବି ଏହା ମୋର ଏକମାତ୍ର ଲକ୍ଷ୍ୟ बड़ भाई बड़ भाई बड़ भाई जो बड़ भाई को तू प्रभु श्री रामचंद्र के आसने बसाई आज तू गोटे लक्ष्मण साजी जाइछ छे तोर बड़ भाई असलरी ता प्रकृत रूप जाए तो जानी रहे अरे मु कहि दछ मो ठारू सुन छे तोर बड़ भाई निज रक्तर बड़ भाई नुह से हूँ गोटे यही राज्यर पालित पुत्र और सत कहवाक गले से हूँ से गोटे चार चुप कर लागला आहरी जदि तो पार्टी गोटाए शब्द बाहरी तोते मारू मारू जीवन शेष करदेवी जदि तोर भल दशा अच्छी जदि तोर भल दशा अच्छी ताहले चली जा मो आखि सामनारू नचेत मरिबू मो ही तोते शेष करदेवी हेलो ए बड़ रानी अरे कौन कहले सुन लो बुझाओ तुम से योग्य पुत्र को बुझाओ ठीक अच्छे ता नहले तुम आख्या करे समस्त पुत्र को मारी देवी ना बुझाओ भल भाव में बुझाओ बड़ रानी मु बापा को बुझाई दउ हाँ बुझाई दिया ठीक अच्छे अरे ये ठंडा कौन है धन कहले बुझी पारी सुजा हेरा नीलामती मानी को जहाँ अच्छे ताहा कह बुझे मथुरा डबरा मसुरा डबरा अरे कौन है एते रागुच कहिकी और रागिबिनी केमिति अरे मु होची तो मां 10 मास 10 दिन गर्भ रे धरि मु तते जन्म देइछि अरे हाँ तू हूँ मोरी माँ हां 10 मास 10 दिन गर्भ रे धरि मते जन्म देइछु सत हां किंतु मु आज तते माँ बोली संबोधन करि परिबि नाही काहे की करिबुनी काहे कि ना तू मो पितृतुल्य बड़ भाई को अनेक दुख अनेक जंत्रणा देइछि सेइथि भाई तते मु आज माँ बोली संबोधन करि परिबि नाही कहू जे बड़ भाई बड़ भाई बड़ भाई अरे के तोर बड़ भाई से हौ जे राज्य पालित पुओ जहार बार ठिकाना नहीं जहार बापार ठिकाना नहीं जहार गाँव ठिकाना नहीं से केमिति तोर बड़ भाई से हौ गोटाए चार संतान चुप कर लक्षणी मो बड़ भाई को जान जो कहवा पूर्व तो जीवन छिंडी नगला कहीं अरे कूल कलंकिनी पापिनी नारी तोरी गर्भरे जन्म लाभ करी आज मत निजक निजे घृणा लगुचे घृणा ए तू कौन कहू अरे मु हूँ तो माँ को किए अलक्षणी कह जाए माँ को किए जहाड़ी कह जाए सतरे तू गोटाए पागल हो अरे हाँ मु पागल हो जाइछि तुम्हें माने समस्त मिसी मत पागल कर देइछ अरे पापिनी नारी तू माँ नुह माँ नारे गोटाए कलंक तू जननी नुह तू हूँ डाहाणी तू हूँ कूल कलंकिनी आज तोते छाड़बी अलक्षणी आज तोते मारू मारू जीवन शेष करदेवी मारी देवी तोते देखुछ गो माँ मने इटा के पिला बोलबो तार माँ के मारू छारू छी 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 बेनाय बड़ भाई ये तो कौन करने जाऊँ भाई माँ को ऊपर को हाथ उठाई जाऊँ कौन कहले ए पापिनी नारी को आपण माँ बोली संबोधन करचंती ए पापिनी नारी परा आपण को अनेक दुख अनेक जंत्रणा देथिला विनय ता कोन तुमे भूली जाइछ बड़ भाई नहीं बड़ भाई ये मो माँ नुह आ बेनी भाई केबे मध्य ए कूल कलंकिनी नारी को माँ बोली संबोधन करिबुनी विनय रे बड़ भाई से परा तते 10 मास 10 दिन गर्भ धरी जन्म देछंती
ହଁ ରେ ବିନୟ 10 ମାସ 10 ଦିନ ଗର୍ଭେ ଧରି ଜନ୍ମ ଦେଇଛନ୍ତି ଲାଲନ ପାଳନ କରି ତୋତେ ଏତେ ବଡ଼ ମଣିଷଟେ କରିଛନ୍ତି এই সমাজରେ ମୁଣ୍ଡ ଟେକି ବାଟ ଚାଲିବା ପାଇଁ ତୋତେ ପରିଚୟ ଦେଇଛନ୍ତି ଆଉ ଆଜି ସେ ମାଙ୍କ ଉପରକୁ ହାତ ଉଠାଇବା ପାଇଁ ମଧ୍ୟ ପଛେଇଲୁନି ବିନୟୀ ବଡ଼ ଭାଇ କହନ୍ତିନି ମାର ଆପଣ ତ ବଡ଼ ଦେଉଳ ନେତ ହରି ବିନୟ ମାର ଆପଣ ତ ବଡ଼ ଦେଉଳର ନେତ ମାର ଆପଣ ତ ଯଦି ପୁଅ ଉପରେ ଘୋଡ଼େଇ ହେଇକି ରୁହେ ନା ତାହେଲେ ତାକୁ କୌଣସି ବାଧା ବିଘ୍ନ ଛଡ଼ ଝଞ୍ଝା ଛିପାରେନି ରେ ବିନୟ ଆଉ ଯେତେବେଳେ ମଣିଷ ଜନ୍ମ ହୁଏ ହରି ବିନୟ ଯେତେବେଳେ ମଣିଷ ଜନ୍ମ ହୁଏ ତା ପାଟିରେ ଗୋଟିଏ ଶବ୍ଦ ଆସେ କ'ଣ ସେଇ ଶବ୍ଦ ଜାଣିଛୁ ବଡ଼ ଭାଇ ମା ମା ଆଉ ଆଜି ତୁ ସେ ମାଙ୍କ ଉପରକୁ ହାତ ଉଠାଇବା ପାଇଁ ମଧ୍ୟ ପଛେଇଲୁନି ବଡ଼ ଭାଇ ବିନୟ ଜାଣିଛି ମୁଁ ମଧ୍ୟ ଜାଣିଛି ମା ରପଣ ତ ବଡ଼ ଦେଉଳ ନେତ ବାପାର ଧୋତି ନୀଲା ଚକ୍ରବାନ ହେଲେ ଆପଣଙ୍କୁ ଯିଏ କଷ୍ଟ ଦେବ ଯନ୍ତ୍ରଣା ଦେବ ତାହା ମୁଁ କେମିତି ସହିବି କହିଲ ଦେଖି ବଡ଼ ଭାଇ ନାଇଁ ବଡ଼ ଭାଇ ତାହା ମୁଁ କେବେ ମଧ୍ୟ ସହ୍ୟ କରିପାରିବିନି ଆଉ ଏ ପାପିନୀ ନାରୀକୁ ମୁଁ କେବେ ମଧ୍ୟ କ୍ଷମା କରିପାରିବିନି କାହିଁକି ନା ଏ ପାପିନୀ ନାରୀ ପରା ମୋର ସୁନାର ସଂସାରକୁ ଛାରଖାର କରିଛି ବିନୟ ଆଉ ପ୍ରକୃତରେ କହିବାକୁ ଗଲେ ଇଏ ହିଁ ସୃଷ୍ଟି କରିଛି ଏଇ ମୋର ପୁଣ୍ୟ ସଂସାରରେ ପାପର ଘର ହଁ ବଡ଼ ଭାଇ ଇଏ ହିଁ ସୃଷ୍ଟି କରିଛି ଏଇ ମୋର ପୁଣ୍ୟ ସଂସାରରେ ପାପର ଘର ସେଇଥିପାଇଁ ଏଇ କୁଳ କଳଙ୍କିନୀ ନାରୀକୁ ମୁଁ କେବେ ମଧ୍ୟ କ୍ଷମା କରିପାରିବିନି ବଡ଼ ଭାଇ କେବେ ମଧ୍ୟ କ୍ଷମା କରିପାରିବିନି ଜାଣେ ତୋ ସ୍ନେହ ତୋ ଭଲ ପାଇବା ମୋ ପ୍ରତି ଅତୁଟ କିନ୍ତୁ ଅତୀତରେ ଘଟି ଯାଇଥିବା ଘଟଣାକୁ ନେଇ ନିଜ ଆତ୍ମୀୟ ସ୍ୱଜନକୁ କଷ୍ଟ ଦେବା କଥା ନୁହଁରେ ବିନୟ ଆଉ ଇଏ ହେଉଛନ୍ତି ଆମ ମା କାହୁରେ ପୁଅ ସେ ସତ କହୁଛି ସତରେ ଗୋଟାଏ ମାନରେ ମୁଁ ହଉଛି କଲଙ୍କିନୀ ମୁଁ ହଉଛି ଡାହାଣୀ ଏ ପୁଣ୍ୟ ସଂସାରରେ ମୁଁ ହଉଛି ଗୋଟାଏ ପାପେନି ସୁରେଖା ସ୍ୱାମୀ ଦେଖିଲ ଯେଉଁ ତନ୍ମୟକୁ ଅନେକ କଷ୍ଟ ଅନେକ ଯନ୍ତ୍ରଣା ଦେଇ ରାଜ୍ୟରୁ ବିତାଡ଼ିତ କରିଦେଇଥିଲ ସ୍ୱାମୀ ଆଜି ସେଇ ପୁତ୍ରଟା ତମକୁ କେତେ ସମ୍ମାନରେ ମାର ସମ୍ବର୍ଦ୍ଧନା କରୁছিল ତମକୁ କେତେ ସମ୍ମାନରେ ମାର ସମ୍ବର୍ଦ୍ଧନା କରୁଅଛି ସ୍ୱାମୀ ସୁରେଖା ମୁଁ ସେ ବାପର ପବିତ୍ର ସମ୍ପର୍କକୁ ଅପବିତ୍ର କରିଦେଇଛି ହଁ ସୁରେଖା ଏ ପୁଣ୍ୟ ସଂସାରରେ ମୁଁ ଗୋଟାଏ ପାପର ଘର କରିଛି ସୁରେଖା ସ୍ୱାମୀ ହଁ ସୁରେଖା ମୁଁ ଅନେକ ଯନ୍ତ୍ରଣା ଦେଇଛି ଅନେକ ଦୁଃଖ ଦେଇଛି ଅନେକ ମାଡ଼ ମାରି ମୁଁ ଏ ରାଜ୍ୟରୁ ବାହାର କରିଦେଇଛି ହଁ ସୁରେଖା ମୁଁ ପାପ କାମ କରିଛି ସ୍ୱାମୀ କିପରି ଏ ଦୁନିଆ ଦାଣ୍ଡରେ ମୁହଁ ଟେକି ବାଟ ଚାଲିବି ମାସ୍କ ଲଗେଇ କରି ଆରେ ବଡ଼ ମା ସତରେ ଧନ ମୁଁ ତୋତେ ଅନେକ ଦୁଃଖ ଦେଇଛି ଅନେକ ଯନ୍ତ୍ରଣା ଦେଇଛି ଅନେକ ମାଡ଼ ମାରି ମୁଁ ତୋତେ ଏ ରାଜ୍ୟରୁ ବାହାର କରିଦେଇଛି ନାଇଁ ବଡ଼ ମା ଆରେ ଧନ ମୁଁ ହଉଛି ଗୋଟାଏ ପାପୀ ମୁଁ ହଉଛି ଗୋଟାଏ ଡାହାଣୀ ନାଇଁ ବଡ଼ ମା ଆରେ ଧନ ବଡ଼ ମା ତୁ ଯାର ଜଡୁଏ ରେ ଧନ ତୁ ଯାର ଜଡୁଏ ବଡ଼ ମା ଆପଣ ସତ କହୁଛନ୍ତି ନା ବଡ଼ ମା ତୋର ମା ବାପା ଥିଲେ ରେ ଧନ ତୋର ମା ବାପା ଥିଲେ ଆପଣ ସତ କହୁଛନ୍ତି ନା ବଡ଼ ମା ଅରେ ଧନ କଣ ତୁ ତୋ ମା ନା ଶୁଣିବୁନି ବଡ଼ ମା ତାହେଲେ କହିଦେଉଛି ଶୁଣ ତୋ ମାର ନା ବଡ଼ ମା ତାର ମାର ନା ଖ୍ୟା ନା ଗো ତୋ ମା ନା ହଉଛି ରୂପା ବଡ଼ ମା ଆପଣ ସତ କହୁଛନ୍ତି ସତ କହୁଛି ରେ ଧନ ଆରେ ତାର ବୁଆର ନା ତୋ ବାପା ନା ହଉଛି ଆମ ରାଜ୍ୟର ଚାଷୀ ବନୁଆ ତାହେଲେ ବନୁଆର ପୁଅ ମୁଁ ତୋତେ ଅନେକ ଦୁଃଖ ଦେଇଛି ଅନେକ ଯନ୍ତ୍ରଣା ଦେଇଛି ବଡ଼ ମା
ତୋର ମତ ବଡ଼ ମାକୁ ତୁ କ୍ଷମା କରିଦେବୁନି। ଆପଣ କ'ଣ କହୁଛନ୍ତି ବଡ଼ ମା? ଆଜି ଏ ତୋ ବଡ଼ ମା ତୋ ପାଦ ଧରି କ୍ଷମା ମାଗୁଛି ରେ। ବଡ଼ ମା ଆପଣ କ'ଣ କରୁଛନ୍ତି ବଡ଼ ମା? କ'ଣ ଆଉ କରିବି ରେ ଧନ? ଆପଣ ମୋ ପାଦ ଧରି କ୍ଷମା ପ୍ରାର୍ଥନା କରୁଛନ୍ତି? ନାଇଁ ବଡ଼ ମା, ଆପଣ ପରା এই হাতরে মতে পিলাদি দিনରୁ ଦାଖେଇ କୋଲେଇ ମଣିଷ କରିଛନ୍ତି। ଏ ଧନ ଆଉ ଆଜି ଏ ହାତରେ ମୋ ପାଦ ଧରି କ୍ଷମା ପ୍ରାର୍ଥନା କରୁଛନ୍ତି? ଏ ଧନ ନାଇଁ 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 ବଡ଼ ମା ନାଇଁ, ଏ ଆପଣଙ୍କ ହସ୍ତ ସଦା ସର୍ବଦା, ହଁ ବଡ଼ ମା, ଏ ଧନ ଏ ଆପଣଙ୍କ ହସ୍ତ ସଦା ସର୍ବଦା ଏ ମୋ ମସ୍ତକ ଉପରେ ରହିବ ଆଶୀର୍ବାଦ ଦେବା ପାଇଁ, ମୋ ପାଦ ଛୁଇଁ କ୍ଷମା ପ୍ରାର୍ଥନା କରିବା ପାଇଁ ନୁହଁ ବଡ଼ ମା। ଏ ଆପଣଙ୍କ ହସ୍ତ ସଦା ସର୍ବଦା ଏ ମୋ ମସ୍ତକ ଉପରେ ରହିବ ଆଶୀର୍ବାଦ ଦେବା ପାଇଁ, ହଁ ବଡ଼ ମା, ଆଶୀର୍ବାଦ ଦେବା ପାଇଁ। ଏ ଧନ ସରେ ନାହିଁ କେବେ ପୁଣି ମାର ମମତା ଅତୁଟ ବନ୍ଧନ ଲେଖିଛି ବିଧାତା। ସରେ ନାହିଁ କେବେ ପୁଣି ମାର ମମତା ଅତୁଟ ବନ୍ଧନ ଲେଖିଛି ବିଧାତା। ସ୍ନେହ ପ୍ରେମ ନିଭେ ନାହିଁ এই ଦୁନିଆରେ, ଆଶୀର୍ବାଦ ରହିଥାଉ ଏହି ମୋ ମସ୍ତକେ। ମାତୃପ୍ରେମେ ବନ୍ଧା ସାରା ସଂସାର, ଏ সম্পর্ক এ সম্পর্ক এ সম্পর্ক রহিথিব যুগ যুগর, রহিথিব যুগ যুগর এ সম্পর্ক রহিথিব যুগ যুগর, রহিথিব যুগ যুগর। ସ୍ୱାମୀ ସୁରେଖା, ମୁଁ ଆପଣଙ୍କୁ ଅନେକ ଦୁଃଖ ଦେଇଛି, ଅନେକ କଷ୍ଟ ଦେଇଛି। ହଁ ସୁରେଖା, ସ୍ୱାମୀ ସୁରେଖା, ଆପଣ ସତରେ ମୋତେ କ୍ଷମା କରିଦେବେନି ସ୍ୱାମୀ। ସୁରେଖା, ସ୍ୱାମୀ କ୍ଷମା କରିଦେବି ସତ, ହେଲେ ତମକୁ ଗୋଟାଏ ସତ୍ୟ କରିବାକୁ ହବ, ଯେମିତିକି ଜୀବନରେ କେବେ ମଧ୍ୟ ଏମିତି ଭୁଲ କାର୍ଯ୍ୟ କରିବନି। ସ୍ୱାମୀ ସୁରେଖା, ମୁଁ ପର କଥାରେ ପଡ଼ି ମୋ ସୁନା ସଂସାର ନାରକାର କରିଦେଇଛି। ହଁ ସୁରେଖା, ମୋ ପୁଅକୁ ଏ ରାଜ୍ୟରେ ରାଜା କରିବା ଲୋଭରେ ସତରେ ମୁଁ ଗୋଟାଏ ଅନ୍ତୁଡ଼ି ପାଲଟି ଯାଇଥିଲି। ସୁରେଖା, ସ୍ୱାମୀ ଏ କଥାରେ ଅଛି, ଏ ଯେ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ହଁ ସୁରେଖା, ଏ যে তাই বড় নটকুটে গোবিন্দ মারই কপটে। নিশ্চয় সুরেখা। দেখলা গো মা মনে আমার রানী লোকর কথাকে ধরলা, আরে বে কেনতা গোলগোলা হচ্ছে যে দেখলা তো মনে লোকর কথা নি ধরব, নালে আমার রানী এনতি হেবাটে ভজিয়া के खारे रानी हमारे यहाँ ओए लोकर ऐसा কথা ही ধর होता বুঝে है। हाँ ऐसा होता है, राइट रे भूपेश राइट। हाँ স্বামী সুরেখা, সত্য সত্য ত্রিবার সত্য করে কହୁଛି স্বামী। সুরেখা, জীবন ଥିବା পর্যন্ত এ কেবে হেলে এମିତି ভুল কাম করিবিনি। সুরেখা, আরে ধন মা এ নাটকর অসল গবর্তন এ যাই তু জানিনু। କୁହନ୍ତୁ ମା। এ নাটকর অসল গবর্তন হଉଛି राजकुमार এ নাটকর অসল গবর্তন হଉଛି এ সেনাপতি ଆଉ ଏ ରବି ଓ ଲାଲା ଏମାନଙ୍କ ଭୂତ ଚକ୍ରାନ୍ତରେ ପଡ଼ି ଆଜି ମୋ ସୁନା ସଂସାର ନାରକାର କରିଦେଇଛି।
ଆରେ ଏ କଣ୍ଟା ମା ଏ ରାକ୍ଷସକୁ ଜମାରୁ ଛାଡ଼ିବୁନି ଏ ରାକ୍ଷସକୁ ମାରୁ ମାରୁ ଜୀବନରୁ ଶେଷ କରିଦେବୁ ইটা কাইটা হেলা রে ইটা কাইটা হেলা রে ইটা কাইটা হেলা দেখু দেখু কথা সব উল্টি গলা রে ইটা কাইটা হেলা এ মোর বহু কোটর মা মনে মোকে টিকে বঁচে দিও গো এবে দুই ভাই ঘুরকুটা পিড়ছন না কানা করছি রে মা জেনে বচাবো তার মঙ্গল হেবা রে মা মনে শত্রুମାନଙ୍କୁ ସଂହାର କରିବାର ସମୟ ଆସିଯାଇଛି। ହରି ବିନୟ ଦୋଷୀକୁ ଦଣ୍ଡ ଦେବାର ସମୟଟା ଆସିଯାଇଛି। ଆଜ୍ଞା ଛିଡ଼ା ହେଇଛି ମୋର ପାଇଁ ଚାଲନ୍ତୁ। अरे मारी दिया मारी दियो छले আর জেল যাহা মারি দিও समझते बेसी मते मारी दिया আমার সেনাপতি স্যার তোমার না রে जो मारो रे माँ वो बहुत बड़ा भूल का बटे करी दे चिरे माँ हम जो भूल का बटे करी छी मो भूल भाई क्षमा नहीं रे माँ रे माँ मो जानी सुनी तुठारे मध्य बहुत बड़े भूल का बटे करी তোতে মাড়ো গালি দেই রাখছি তোতে অনেক বড় গালি করেছি রে মা হেলে হেলে তু করো তোর বাপাকে ক্ষমা করে মনে হে মা জানিছি রে মা পাপি মଣିষা মতে নিশ্চয় ক্ষমা করে দেব কাইকি না আজকো দীর্ঘ 15 ବର୍ଷ ହେଇଗଲା জিতি তোমার কামକୁ ଛାଡ଼ି ଆର ପାରିକୁ ଚାଲି ଯାଇଛନ୍ତି ଆଉ ସେଇଦିନଠୁ ମୁଁ ତୁତେ ବାପା ମା ଦୁହିଁଙ୍କ ଶ୍ରେୟ ମମତା ଦେଇ ଆସିଛି ধর্ম জয় ଆହୁରି ଗୋଟାଏ କଥା ମଧ୍ୟ ମୁଁ ଭଲ ଭାବରେ ଜାଣିଛି ରେ ମା। ଏ ଦୁନିଆର ସମସ୍ତ ଝିଅମାନେ কহে ভাগব ମା ଠାରୁ ବାପାକୁ ଅଧିକ ଭଲ ପାଆନ୍ତି ଅଧିକ ସ୍ନେହ କରନ୍ତି ତେଣୁକରି ତୁ ମୋତେ ନିଶ୍ଚୟ କ୍ଷମା କରିଦେବୁ ମୁଁ ଜାଣିଛି পুণ্য লেখে ମୁଁ ଯାହାକୁ ମାଡ଼ ଗାଳି କରି ରାଜ୍ୟରୁ ବାହାର କରିଦେଇଛି এঠি দই ସେ କ'ଣ ମୋତେ କ୍ଷମା କରିଦେବ হে উদয়গুণ সাম্রাজ্যর মহারাজা বিজয় সেন কাহাকু কহিব এঠি ମୁଁ ଆପଣଙ୍କୁ ମାଡ଼ ଗାଳି କରି ରାଜ୍ୟରୁ ବାହାର କରିଦେଇଛି ହଁ ସେନାପତି কোণার କେବଳ ମୁଁ ହିଁ ଆପଣଙ୍କୁ ଦଣ୍ଡର ଭିକାରୀ ସଜେଇ ଦେଇଛି ହଁ ସେନାପତି ହେଲେ ଆପଣ କ'ଣ ଆପଣଙ୍କ ଏଇ ସେନାପତିକୁ ସେନାପତି କ୍ଷମା କରିବେନି ସେନାପତି ଯେତେବେଳେ ତମେ ବାଟକୁ ଆସି ଯାଇଛ ମୁଁ ତମକୁ ନିଶ୍ଚୟ କ୍ଷମା କରିଦେଇଛି ସେନାପତି ହଁ ହଁ ମୁଁ ତମକୁ କ୍ଷମା କରିଦେଇଛି ମୁଁ ଜାଣିଛି ମାରା ଆପଣ ନିଶ୍ଚୟ ମୋତେ କ୍ଷମା କରିବେ কিয়ে କାହିଁକି ନା ଆପଣ ଅଛନ୍ତି ଧର୍ମବନ୍ତ ନ୍ୟାୟବନ୍ତ ପୁଣ୍ୟବନ୍ତ ହଁ ସେନାପତି
ହେଲେ ମୁଁ ଯାହାକୁ ବାଳେ ସେନାପତି ଯାହା ପ୍ରେମରେ ମୋ ମାଥା ସୃଷ୍ଟି ଦେଇଛି, ସେନାପତି ଯାହା ପ୍ରେମକୁ ଭାଙ୍ଗିରେ ଚୋର ମାର କରିଦେଇଛି, ସେନାପତି ଶୀଘ୍ର ମୋତେ ସତରେ କ୍ଷମା କରିଦବ। ନିଶ୍ଚୟ ସେନାପତି ସେ ମଧ୍ୟ ତମକୁ ନିଶ୍ଚୟ କ୍ଷମା କରିଦବ। ହେ ବାପା ତନ୍ମୟ, ନିଜର ମୁଁ ହିଁ ତୋ ପ୍ରେମରେ ବାଧା ସୃଷ୍ଟି କରିଛି ରେ। ମୁଁ ହିଁ ତୋ ପ୍ରେମକୁ ଭାଙ୍ଗିରେ ଚୋର ମାର କରିଦେଇଛି। ହେଲେ ତୁ କଣ এই সেনাপতিକୁ କ୍ଷମା କରିପାରିବୁନି? ସେନାପତି ମହାଶୟ, ଶାସ୍ତ୍ର କହେ ଦଣ୍ଡିବାର ଶକ୍ତି ଯାର ଥାଇ ସେ ପୁଣି କ୍ଷମା ଆଚରଇ। ଆପଣ ଆଜି ନିଜ ଭୁଲକୁ ବୁଝିପାରିଛନ୍ତି, ନିଜେ ଅନୁତାପ କରୁଛନ୍ତି, ତାଠୁ ବଡ଼ ଦଣ୍ଡ ଆଉ କ'ଣ ହେଇପାରେ କହିଲେ ଦେଖି? ମୁଁ ଜାଣିଛି ରେ ବାପା, ତୁ ମଧ୍ୟ ମୋତେ ନିଶ୍ଚୟ କ୍ଷମା କରିଦେବୁ। ଆଜି এই ଶେଷ ସମୟରେ ତୋ ପାଖେ ଗୋଟେ ମୁଁ ଅନୁରୋଧ କରୁଛି ରେ। କୁହନ୍ତୁ ସେନାପତି ମହାଶୟ। ତୁ ମୋ ଅନୁରୋଧ ନିଶ୍ଚୟ ରକ୍ଷା କରିବୁ। ତୁ ଆଜି ପର୍ଯ୍ୟନ୍ତ ଯାହାକୁ ଭଲ ପାଉଥିଲୁ, ଯାହାକୁ ନେଇ ସୁଖରେ ସଂସାର କରି ବୋଲି ଆଶା କରିଥିଲୁ, ତୁ ତାକୁ ଏ ବାହା ହେବୁରେ ବାପା। ନିଶ୍ଚୟ ଆପଣଙ୍କ ଅନୁରୋଧ ରକ୍ଷା କରିବି। ଏଇଟା ମୁଁ ତୋଠାରେ ଅନୁରୋଧ କରୁଛି ରେ। ନିଶ୍ଚୟ ରକ୍ଷା କରିବି ସେନାପତି ମହାଶୟ, ଆପଣଙ୍କ ଅନୁରୋଧ ମୁଁ ନିଶ୍ଚୟ ରକ୍ଷା କରିବି। ହେ ମା ତନୁ, ମୁଁ ତୋ ପ୍ରେମରେ ମାଥା ସୃଷ୍ଟି କରିଛି, ତୋତେ ଅନେକ ବାଡ଼ ଗାଲି ଦେଇଛି। ହେଲେ ହେଲେ ଆଜି ତୋରେ ବାପାଟେ ତୋତେ କହୁଛି ରେ ମା, ତୁ ଯାହାକୁ ଭଲ ପାଉଥିଲୁ, ଯାହାକୁ ନେଇ ସୁଖରେ ସଂସାର କରି ବୋଲି ଆଶା କରିଥିଲୁ, ତୁ ତାକୁ ଏ ବାହାରେ ମା। ହେଲେ ହେଲେ ତୋ ବାହାଘର ଦେଖିବା ପାଇଁ তোরে বাপাটা নথি পারে মা তো বাপাকে আছি তুতে বললে বাক্য হবনি মা তো বাপা যে ভুল কামটা করেছি তা ভুলরু আজ সে প্রাশ্চিত করিবাকু যাଉଛି মতে তো জানিতে রে মা মতে তো জানিলে মতে তো জানিলে কাহিকি না হে পুণ্য সঞ্চররে মো হে সৃষ্টি করেছি মো বাপর ঘর